ଆପଣମାନଙ୍କର ପୂର୍ବପୁରୁଷ ନାମରେ କିମ୍ବା ଆପଣଙ୍କର ବାପାଙ୍କ ନାଁରେ ଜମିପଟା ରହିଛି ତ ଆପଣମାନେ ନିଜ ନାମରେ କେମିତି ଜମିପଟା କରିବେ? ଏହା ପାଇଁ ସରକାରଙ୍କ ତରଫରୁ କ'ଣ ନୂଆ ନିୟମ ରହିଛି? ଏହି ନୂଆ ନିୟମ ଅନୁସାରେ ଆପଣମାନେ ସହଜରେ ନିଜ ନାମରେ ଜମିପଟା କରିପାରିବେ। ତ ଏହାକୁ ନେଇ ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ଯଦି ଆପଣମାନେ ଏହି ନିୟମ ଗୁଡ଼ିକକୁ ଆପଣମାନେ ଫଲୋ କଲେ ବହୁତ ଅଳ୍ପ ଦିନ ମଧ୍ୟରେ କମ୍ ଖର୍ଚ୍ଚରେ ଆପଣମାନେ ନିଜ ନାମରେ ଜମିପଟା କରିପାରିବେ। ଏ ବିଷୟରେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ଆପଣ ଜାଣି ରଖନ୍ତୁ, ଓଡ଼ିଶାରେ ପୂର୍ବପୁରୁଷଙ୍କ ନାମରେ ଥିବା ଜମିପଟାକୁ ନିଜ ନାମକୁ ବଦଳାଇବା ପାଇଁ ନାମଜାରି ବା ମ୍ୟୁଟେସନ୍ ପ୍ରକ୍ରିୟା କରିବାକୁ ପଡ଼ିଥାଏ। ଦେଖନ୍ତୁ, ଯଦି ପୂର୍ବପୁରୁଷଙ୍କ ମୃତ୍ୟୁ ହୋଇସାରିଛି ତ ସେ କ୍ଷେତ୍ରରେ ଆପଣମାନେ କ'ଣ କରିବେ? ତ ଉତ୍ତରାଧିକାରୀ ସୂତ୍ରରେ ଏହି ଜମି ନିଜ ନାମରେ କରିବା ପାଇଁ ମ୍ୟୁଟେସନ୍ ଅନ୍ ସକ୍ସେସନ୍ ଆବେଦନ କରିବାକୁ ହେବ। ଦେଖନ୍ତୁ, ଯଦି ଆପଣମାନେ ନିଜ ନାମରେ ଜମିପଟା କରିବା ପାଇଁ ଚାହୁଁଛନ୍ତି ତ ଆପଣମାନେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ତ ଯେମିତିକା ପୂର୍ବପୁରୁଷ ଜମିପଟା, ତ ପୂର୍ବପୁରୁଷଙ୍କ ନାମରେ ଥିବା ଅସଲି ପଟାର ନକଲ ଆପଣଙ୍କ ପାଖରେ ରହିଥିବା ନିତ୍ୟାନ୍ତ ଜରୁରୀ। ତାପରେ ଆପଣମାନଙ୍କର ଡକୁମେଣ୍ଟସ୍ ରହିଛି ମୃତ୍ୟୁ ପ୍ରମାଣପତ୍ର। ତ ମୃତ୍ୟୁ ପ୍ରମାଣପତ୍ର କାହାର ଆବଶ୍ୟକତା ରହିଛି? ଯାହାଙ୍କ ନାମରେ ଜମି ଅଛି, ଯେମିତିକି ଆପଣମାନଙ୍କର ପୂର୍ବପୁରୁଷଙ୍କ ନାମରେ ଜମିପଟା ରହିଛି, ସେଇ ପୂର୍ବପୁରୁଷଙ୍କର ମୃତ୍ୟୁ ପ୍ରମାଣପତ୍ରର ଆବଶ୍ୟକତା ରହିଛି। ତାପରେ କେଉଁ ଡକୁମେଣ୍ଟସର ଆବଶ୍ୟକତା ରହିଛି? କାନୁନ ଉତ୍ତରାଧିକାରୀ ପ୍ରମାଣପତ୍ର, ଯୋଉଟାକି ଆପଣମାନଙ୍କର ଲିଗାଲ ହେୟାର ସାର୍ଟିଫିକେଟ୍, ସକ୍ସେସନ୍ ସାର୍ଟିଫିକେଟ୍ର ଆବଶ୍ୟକତା ରହିଛି। ତ ସେଇ ମୃତ ବ୍ୟକ୍ତିଙ୍କର ପ୍ରକୃତ ଉତ୍ତରାଧିକାରୀ କିଏ ତାହା ପ୍ରମାଣ କରିବା ପାଇଁ ତହସିଲଦାରଙ୍କ ଦ୍ୱାରା ଦିଆଯାଇଥିବା ଲିଗାଲ ହେୟାର ସାର୍ଟିଫିକେଟ୍ର ଆବଶ୍ୟକତା ରହିଛି। ତାପରେ କେଉଁ ଡକୁମେଣ୍ଟସ୍ ଗୁଡ଼ିକ ଆବଶ୍ୟକତା ରହିଛି? ତ ଏକ ନମ୍ବରରେ ଆପଣମାନଙ୍କର ଆଧାର କାର୍ଡ଼ ଓ ପରିଚୟ ପତ୍ର। ତ ଆଧାର କାର୍ଡ଼ ଆଉ ପରିଚୟ ପତ୍ର ତ କାହାର ଆବଶ୍ୟକତା ରହିଛି? ଯିଏ ଆବେଦନ କରୁଛି, ଯାହା ନାମରେ ଜମିପଟା କରିବା ପାଇଁ ଚାହୁଁଛି, ତ ତାଙ୍କର ହିଁ ଆଧାର କାର୍ଡ଼ ଏବଂ ଭୋଟର ଆଇଡି କାର୍ଡ଼ ନିହାତି ଜରୁରୀ ରହିଛି। ତାପରେ ଆପଣମାନଙ୍କର କୋଉ କୋଉ ଡକୁମେଣ୍ଟସର ଆବଶ୍ୟକତା ରହିଛି? ବଂଶାବଳୀର ଗୋଟେ ଆପଣମାନଙ୍କର ସୂଚୀର ଆବଶ୍ୟକତା ରହିଛି। ତ ସୂଚୀ କହିବାକୁ ଗଲେ ପରିବାରର ସଦସ୍ୟମାନଙ୍କ ସମ୍ପର୍କରେ ଦର୍ଶାଉଥିବା ଏକ ସାଟିସ୍ଫାଏଡ୍ ବଂଶାବଳୀର ସୂଚନାପତ୍ରର ଆବଶ୍ୟକତା ପଡ଼ିବ। ତ ଏଇଟା ନିହାତି ବି ଆପଣମାନଙ୍କର ଜରୁରୀ ରହିଛି ଯଦି ଆପଣମାନେ ନିଜ ନାମରେ ଜମିପଟା କରିବା ପାଇଁ ଚାହୁଁଛନ୍ତି। ଏସବୁ ଡକୁମେଣ୍ଟସ୍ ପ୍ରତି ଆପଣମାନେ ବିଶେଷ ଧ୍ୟାନ ଦେବା ଉଚିତ। ତ ସବୁଠୁ ବଡ଼ ପ୍ରଶ୍ନ ରହିଛି, ଏଇ ଯେଉଁ ବଂଶାବଳୀର ସୂଚୀପତ୍ରଟି ଆପଣମାନେ କୋଉଠୁ ପାଇବେ? ତ ଆପଣ ଚାହିଁଲେ ଆପଣମାନଙ୍କର ନିକଟସ୍ଥ ପଞ୍ଚାୟତ ଅଫିସକୁ ଯିବେ। ପଞ୍ଚାୟତରେ ଯେଉଁ ସରପଞ୍ଚ ରହିଛନ୍ତି ତାଙ୍କ ସହ ଆପଣମାନେ ଯୋଗାଯୋଗ କରି ଏହି ବଂଶାବଳୀର ସୂଚୀପତ୍ରଟି ଆଣିପାରିବେ। ନଚେତ୍ ଆପଣମାନେ ତହସିଲ ଅଫିସକୁ ଯାଇ ମଧ୍ୟ ଏହି ବଂଶାବଳୀର ସୂଚୀପତ୍ରଟି ଆଣିପାରିବେ। ତାପରେ ଅନ୍ୟାନ୍ୟ ପ୍ରମାଣପତ୍ର କହିବାକୁ ଗଲେ ଏନ୍ଓସି। ଦେଖନ୍ତୁ, ଯଦି ଜମିର ଅନ୍ୟ କୌଣସି ଭାଇ ବା ଦାବିଦାର ଥାନ୍ତି ଏବଂ ସେମାନେ ଜମିଟିକୁ ଆପଣଙ୍କ ନାମରେ କରିବାକୁ ରାଜି ଥାନ୍ତି, ତେବେ ସେମାନଙ୍କର ଏକ ସ୍ୱୀକୃତି ପତ୍ର ବା ଏନ୍ଓସି ଲାଗିବ। ଆପଣମାନେ ଏନ୍ଓସି ତାଙ୍କ ପାଖରୁ ଆଣିପାରିବେ। ଦେଖନ୍ତୁ, ଯେଉଁ ଅଂଶୀଦାର ସଦସ୍ୟମାନେ ରହିଛନ୍ତି ସେମାନଙ୍କ ପାଖରୁ ଆପଣମାନେ ଏନ୍ଓସି ଗୋଟେ ଆଣିବେ। ତ ସେମାନଙ୍କର ଏଇ ଯେଉଁ ଭାଗବାଣ୍ଟକୁ ନେଇ କିମ୍ବା ଆପଣଙ୍କ ନାମରେ ଜମି କରିବାର କୌଣସି ଅସୁବିଧା ନାହିଁ, ସେଇ ଅଂଶୀଦାରଙ୍କ ତରଫରୁ ଆପଣମାନଙ୍କର ନୋ ଅବଜେକ୍ସନ୍ ସାର୍ଟିଫିକେଟଟି ଆଣିବେ। କାହିଁକି ନା ସେ କୌଣସି ଅବଜେକ୍ସନ୍ କରିବା ପାଇଁ ଚାହୁଁନାହାନ୍ତି। ତ ଆପଣଙ୍କ ନାମରେ ଜମିପଟାଟି ହେଉ କିମ୍ବା ଆପଣ ସେଇ ଭାଗର ଯେଉଁ ହକଦାର ଅଟନ୍ତି, ତ ସେ ଚାହୁଁଛନ୍ତି, ତାଙ୍କର କିଛି ଅବଜେକ୍ସନ୍ ନାହିଁ, ତ ଆପଣମାନେ ତ ସେଇ ଅଂଶୀଦାର
पाखु आपण गोटे एनओसी निहाती आनिबे। तापरे डॉक्यूमेंट्स टी रही आपणमानकर जमी खजना रसीद। देखंतु जमीर शेष थर दिया जाइथिबा खजना रसीद आपण मानक पाखरे रहिथिबा निहाती जरूरी। सेइडा आपण माने कलेक्ट करिवे निज नाम रे जेतेबेले आपण जमी पट्टा करिवे तो सेतेबेले आपण मानकर एही जमी खजना रसीद टी आवश्यकता पड़िबो। जमी खजना रसीद आपण अनेक थर काटिथिबे बा देइथिबे किंतु जोटा कि आपण मानकर शेष थर दिया जाइथिबा खजना रसीद टी आपण माने कलेक्ट करिथिबे। एबे आसिला आपण मानकर सबुठारु गुरुत्वपूर्ण प्रश्न। तो आमे जमी पट्टा निज नाम रे करिबा पई तो आवेदन कोउटी करिबा केमिति करिबा आपणकर भी प्रश्न रहिथिबो। देखंतु आपण एही प्रक्रिया को ऑनलाइन किबा ऑफलाइन दुईटी जाक उपाय रे आपण माने करि पारिबे। देखंतु आपण को जोटा सुविधा होउथबो आपण को ऑनलाइन माध्यम रे सुविधा होउची किबा ऑफलाइन माध्यम रे सुविधा होउची आपण सेटा डिसाइड करंतु। तापरे आपण माने आवेदन प्रक्रिया करंतु। आपण समस्त जानिचंती आजिका डेट रे डिजिटल दुनिया सबू ऑनलाइन माध्यम रे काम होउची। तो आपण को जदी सुइटेबल जदी लागुची आपण माने ऑनलाइन माध्यम रे आवेदन करंतु। सर्वे प्रथमे मु आपण मानकु ऑनलाइन माध्यम रे आपण केमिति आवेदन करिवे तार प्रक्रिया मु आपण मानकु जणाउची। देखंतु ओडिशा सरकार को राजस्व विभाग रो ऑफिशियली पोर्टल जोटा कि रही ओडिशा रेवेन्यू सर्विस माध्यम रे ऑनलाइन म्यूटेशन आवेदन करि परिबे। आपण निजे किंबा कौनसी जनसेवा केंद्र मो सेवा केंद्र को जाई आपण माने आवेदन करि परिबे। ऑनलाइन माध्यम रे आवेदन करिवार आपण मानकर कौनसी टेंशन नाही। आपण जनसेवा केंद्र वाला को टंका देबे सी तार अप्लाई करि दबो। किंतु आपण जदी ऑफलाइन माध्यम रे करिवे आपण को फॉर्म भरिया पई पड़िबो। तो सबुठु बेटर हबो आपण ऑनलाइन माध्यम रे भी आवेदन करि परिबे। तो आपण ऑनलाइन माध्यम रे तुम आपण मान को जणे देली प्रक्रियाटा केमिति कोन आपण करिवे। तो आपण ऑफलाइन माध्यम रे केमिति कोन करिवे तो तार प्रक्रिया माध्यम मु आपण को जणाउची। जदि आपण माने ऑफलाइन माध्यम रे करिया पई चाहुचंती ताले स्थानीय तहसील ऑफिस रे फॉर्म आपण मान को मिलुची। से फॉर्म आपण नै आसीबे। से फॉर्म को आपण पूरण करी दाखल कले आपणकर मध्य प्रक्रिया आरंभ होई जिवो। आवेदन करि सारला परे एही मामलाटी स्थानीय तहसीलदार पाखक जीव। तहसीलदार एहाकू स्थानीय राजस्व निरीक्षक जोड़ा कि आपण मानकर आरआई को पाखक जमी एवं डॉक्यूमेंट रो सत्य सत्यता जांच पई पठाइबे। तापरे तहसील ऑफिस तरफरु एक सर्वसाधारण नोटिस जारी करा जिवो। जदि सेही जमी उपरे अन्य कहार आपत्ति थाए तेबे सेमाने निर्दिष्ट समय अर्थात साधारणतः 30 दिन समय मध्य रही है। यही 30 दिन समय मध्य अभियोग से चाहिए करें। तापरे जदि कौनसी आपत्ति बा विवाद न रहे तेबे आरआई निजे रिपोर्ट तहसीलदार को देबे। तापरे तहसीलदार म्यूटेशन मामला को मंजूर करिवे एवं आपण को नाम रे नुआ जमी पट्टा जारी करा जिवो। याकू आपण वेबसाइट रु डाउनलोड मध्य करि परिवे। आपण को मन रे प्रश्न रहितबो निज नाम रे जमी पट्टा करिवा पई केते टंका खर्च हेबो। देखंतु ओडिशा सरकार को नियम अनुसार उत्तराधिकारी सूत्र रे जमी नामजारी करिवा पई सरकारी फीस बहुत कम रही थाए। देखिबा गले साधारणतः म्यूटेशन फीस बाबद को 40 टंका रु 100 टंका मध्य रे आपण मानकर लागिवो जोड़ा कि आपण मानकर सरकारी चालान काटिबा को पड़िबो।